ମା ଗତକାଲି ବହୁତ ବର୍ଷା ହେଇଥିଲା। ମୁଁ ଆଉ ମୁନି କିଛି ଖାଇବା ଯୋଗାଡ଼ କରି ନେଇ ଆସୁ। ପରେ ବର୍ଷା ହେଲେ ଆମକୁ ଆଉ ଖାଇବା ଖୋଜିବାକୁ ପଡ଼ିବନି। ଆରେ ମା, ଆକାଶର ଅବସ୍ଥା ଭଲ ନାହିଁ। କେତେବେଳେ ବି ବର୍ଷା ଆସିପାରେ। ତମେ ଦୁଇ ଜଣ ଏକୁଟିଆ ଜଙ୍ଗଲ ଭିତରକୁ ଯାଅନି। ମା, ଚିନ୍ତା କରନି, ଆମର କିଛି ବି ହେବନି। ଆମେ ବେଶୀ ଦୂରକୁ ଯିବୁନି। ବର୍ଷା ଆରମ୍ଭ ହେଲେ ହିଁ ଆମେ ଘରକୁ ଫେରି ଆସିବୁ। ଆଚ୍ଛା ହଉ ଯାଅ, ହେଲେ ଘରକୁ ଶୀଘ୍ର ଫେରି ଆସିବ। ତାପରେ ସେ ଦୁଇ ଭଉଣୀ କୁନି ମୁନି ଜଙ୍ଗଲ ଭିତରକୁ ଗଲେ। ସେମାନେ କିଛି ଖାଇବା ଯୋଗାଡ଼ କରିଛନ୍ତି କି ନାହିଁ, ହଠାତ୍ ଆକାଶ ଅନ୍ଧାର ହେଇଗଲା। ଦିଦି, ଆକାଶ ଅନ୍ଧାର ହେଇଗଲାଣି। କେତେ ଜୋରେ ବିଜୁଳି ଚମକୁଛି। ଚାଲ ଚାଲ ଘରକୁ ଯିବା। ଆମେ ଯେତିକି ଖାଇବା ଯୋଗାଡ଼ କରିଛେ, କିଛି ଦିନ ଆମକୁ ଆଉ ଖାଇବା ଖୋଜିବାକୁ ପଡ଼ିବନି। ମା ଆମ ପାଇଁ ବ୍ୟସ୍ତ ହେଉଥିବେ। ଚାଲେ, ଏ ସବୁ ଖାଇବା ଧରି ଘରକୁ ଯିବା। ଏମିତି କଥା ହେଇ କୁନି ଆଉ ମୁନି ଖାଇବା ଧରି ଘରକୁ ଫେରିଲେ। ତମେ ମାନେ ଆସିଗଲ। ତମ ଦୁଇ ଜଣଙ୍କ ପାଇଁ ମୁଁ କେତେ ଚିନ୍ତାରେ ଥିଲି। ଯେମିତି ଆକାଶ ଅନ୍ଧାର କରିଛି, ଲାଗୁଛି ଏବେ ହିଁ ଝଡ଼ ତୋଫାନ ଆରମ୍ଭ ହେଇଯିବ। ସେଥିପାଇଁ ତ ମା ଆମେ ଘରକୁ ଶୀଘ୍ର ଫେରି ଆସିଲୁ। ଆଚ୍ଛା ହଉ, ଚାଲ ଏବେ ତମେ ମାନେ କିଛି ଖାଇବା ଖାଇନିଅ। ତାପରେ ମା ଚଢ଼ି ତାର ଦୁଇ ଛୁଆଙ୍କୁ କିଛି ଖାଇବା ଦେଲା। ଠିକ୍ ସେହି ସମୟରେ ବର୍ଷା ଆରମ୍ଭ ହେଇଗଲା। ଏମିତି 2 ଦିନ ବିତିଗଲା, ହେଲେ ବର୍ଷା ଛାଡୁନଥିଲା। ଏ ବର୍ଷାକୁ ଦେଖି ଲାଗୁଛି ଆହୁରି 2-3 ଦିନ ଲାଗି ରହିବ। ବର୍ଷା ଦିନରେ ଠିକ୍ରେ ଖାଇବା ମିଳେନି। ଆମ ଘରେ ବି ଆଉ ଅଳ୍ପ କିଛି ଖାଇବା ଜମା ଅଛି। ଏବେ କେମିତି ଯେ ଆମେ ଖାଇବା ଯୋଗାଡ଼ କରିବା, ମୁଁ କିଛି ବୁଝିପାରୁନି। ମା, ଏତେ ଦିନ ହେଇଗଲାଣି, ବର୍ଷା ଏଯାଏଁ ଛାଡ଼ିଲାନି। ଏବେ କ'ଣ କରିବା? ଭାରି ଭୋକ ଲାଗୁଛି ମା। ଆରେ ମା, ଘରେ ତ ଆଉ କିଛି ବି ଖାଇବା ନାହିଁ। ଏବେ ମୁଁ ତତେ କେମିତି ଖାଇବା ଦେବି? ମା, ବାହାରକୁ ଦେଖ, ସମସ୍ତେ ଡଙ୍ଗାରେ ବସି କୋଉଠିକି ଯାଉଛନ୍ତି। ହଁ, ମୁଁ ବି ଦେଖୁଛି। ସମସ୍ତେ ଏମିତି ଡଙ୍ଗାରେ ନିଜ ଜିନିଷପତ୍ର ଧରି କୋଉଠିକି ଯାଉଛନ୍ତି। ମୁଁ ଏମାନଙ୍କୁ ପଚାରି ଦେଖେ। ମିଟୁ ଭାଇ, ଓ ମିଟୁ ଭାଇ, ନିଜ ପରିବାର ସହ ଏ ଡଙ୍ଗାରେ ବସି କୋଉଠିକି ଯାଉଛ? ଚଢ଼େଇ ଭଉଣୀ, ଆମ ଘର ଭିତରେ ବର୍ଷା ପାଣି ପଶି ଯାଇଛି। ଆମେ ସମସ୍ତେ ସହରକୁ ଯାଉଛୁ। ବର୍ଷା ଛାଡ଼ିଲେ ଯାଇ ନିଜ ନିଜ ଘରକୁ ଫେରିବୁ। ତୁମ ଘରେ ବି ତ ପାଣି ପଶିଗଲାଣି। ତୁମେ ବି ନିଜ ପରିବାରକୁ ନେଇ ସହରକୁ ଚାଲିଯାଅ। ମା, ମିଟୁ ଅଙ୍କଲ ଠିକ୍ କହିଲେ। ଚାଲ ଆମେ ବି ତାଙ୍କ ପରି ସହରକୁ ଯିବା। ଆରେ ମା, ସହରରେ ଜାଗା ପାଇବା ଭାରି କଷ୍ଟ। ସେଠି ସବୁ ଜିନିଷର ଦାମ ଅଧିକ। ଆମ ପାଖରେ ଏତେ ଟଙ୍କା ନାହିଁ। ଆମେ ସେଠାରେ ଯାଇ ରହିପାରିବାନି। ଏହିପରି ଆହୁରି 2 ଦିନ ବିତିଗଲା। ବର୍ଷା ବି ଛାଡ଼ିଗଲା, ହେଲେ ଚାରିଆଡ଼େ ପାଣି ଭର୍ତ୍ତି ହେଇଯାଇଥିଲା। ମା, ଭାରି ଭୋକ ଲାଗୁଛି। କିଛି ଖାଇବାକୁ ଦିଅ। ଘରେ ଆଉ କିଛି ବି ଖାଇବା ନାହିଁ। ମୁଁ ତମମାନଙ୍କୁ କ'ଣ ଦେବି? ତମେମାନେ ଟିକେ ଧୈର୍ଯ୍ୟ ଧର। ମୁଁ ଏବେ ଚିଲ ମୁଖିଆଙ୍କ ଘରକୁ ଯାଇ ତାଙ୍କୁ ସାହାଯ୍ୟ ମାଗିବି। ସେ ମୋତେ କିଛି ଖାଇବା ଦେଲେ ମୁଁ ତମମାନଙ୍କ ପାଇଁ ଆଣିଦେବି। ତମେ 2 ଜଣ ଘରେ ଥାଅ। ଚାରିଆଡ଼େ ପାଣି ଭର୍ତ୍ତି ହେଇଛି, ବାହାରକୁ ଯିବନି। ଚିଲ ମୁଖିଆଙ୍କ ଘର ବହୁତ ଦୂର। ସେଥିପାଇଁ ମୁଁ ଏ କଦଳୀ ଭେଳା ତିଆରି କରିଛି। ଏଥିରେ ବସି ମୁଁ ଏବେ ମୁଖିଆଙ୍କ ଘରକୁ ଯିବି। ମା, ମୁଁ ବି ତୁମ ସାଙ୍ଗରେ ଯିବି। ମତେ ବି ନେଇଯାଅ। ଆରେ ମା, ତୁ ତ ଦେଖୁଛୁ ବାହାରର ଅବସ୍ଥା କେମିତି। ଯଦି ହଠାତ୍ ବର୍ଷା ହୁଏ କ'ଣ କରିବା? ମା, ଏ ବର୍ଷ ଏତେ ବର୍ଷାରେ ଆମ ଜଙ୍ଗଲରେ ପାଣି ଭର୍ତ୍ତି ହେଇଛି। ମୁଁ ଆଗରୁ କେବେ ବି କଦଳୀ ଭେଳାରେ ବସିନି। ମତେ ଏ କଦଳୀ ଭେଳାରେ ବସିବାକୁ ଭାରି ଇଚ୍ଛା ହେଉଛି। ମା, ମତେ ବି ସାଙ୍ଗରେ ନେଇଯାଅ। ମା କୁନି, ତୁ ଏକୁଟିଆ ଘରେ ରହିପାରିବୁ ତ? ହଁ ମା, ମୁଁ ରହିପାରିବି। ଏମିତି ସେ ମା ଛୁଆ କଦଳୀ ଭେଳାରେ ବସି ଚିଲ ମୁଖିଆ ପାଖକୁ ଗଲେ। ମୁଖିଆ ଆଜ୍ଞା, ଆମେ ବହୁତ ବିପଦରେ ପଡ଼ି ତୁମ ପାଖକୁ ଆସିଛୁ। ଆମକୁ ଟିକେ ସାହାଯ୍ୟ କର। କ'ଣ ସମସ୍ୟା ତମର? ମତେ ଆଗ କୁହ, ତାପରେ ଯାଇ ମୁଁ ତମମାନଙ୍କୁ ସାହାଯ୍ୟ କରିପାରିବି। ମୁଖିଆ ଆଜ୍ଞା, ଏ ବର୍ଷା ଯୋଗୁଁ ମୋ ଘରେ ଜମା ଥିବା ସବୁ ଖାଇବା ସରିଯାଇଛି। ଚାରିଆଡ଼େ ପାଣି ଭର୍ତ୍ତି ହେଇଥିବାରୁ ମୁଁ ଖାଇବା ବି ପାଉନି। ଦୟାକରି ଆମକୁ କିଛି ଖାଇବା ଦିଅନ୍ତୁ। ମୁଁ ଯଦି ସମସ୍ତଙ୍କୁ ଖାଇବା ଦେଇ ସାହାଯ୍ୟ କରିବି, ମୁଁ ନିଜେ ଖାଇବାକୁ ପାଇବିନି। ନା, ମୁଁ ତତେ ଖାଇବା ଦେଇପାରିବିନି। ଏମିତି କୁହନ୍ତୁନି ମୁଖିଆ ଆଜ୍ଞା, ମତେ ଅଳ୍ପ କିଛି ଖାଇବା ଦେଇଥାନ୍ତୁ। ମୁଁ ପରେ ଖାଇବା ପାଇଲେ ଆପଣଙ୍କୁ ସୁଝି ଦେବି। ଆଚ୍ଛା, ଠିକ୍ ଅଛି। ମୋ ପାଖରେ ଗୋଟିଏ ମାତ୍ର ସେଓ ଅଛି। ତୁ ଏ ସେଓ ନେଇ ଘରକୁ ଯା।
तो दुई छुआंकु खुई देबू। माँ चढ़ी आउ तार झियो से गोटे सेव धरी घर को फेरुले। हठात से माने एक बुढ़ी चढ़ई को पानी रे भासुथिबार देखिले। माँ माँ सेपटे देख, से बुढ़ी चढ़ई पानी रे बुड़ी जाउछंती। हाँ रे माँ मु भी देखुची, चल शीघ्र जाई तांको पानी रो बाहर करिबा। माँ चढ़ई आउ तार झियो बहुत कष्ट रे से बुढ़ी चढ़ई को पानी रो बाहर कले। बुढ़ी चढ़ईटी पानी पी देथिला, से माने तार पेट चिपी पानी बाहर कले। बहुत बहुत धन्यवाद चढ़ई, आज तुमर जीवन रक्षा कलु। तमे माने न आसीथिले मु ए पानी रे बुड़ी मरी जाइथांती। धन्यवाद दियंतुनी बुढ़ी माँ, आपण पानी रे बुड़ी जाइथांते, आमे एसबु देखिकी रही पारिथांतु केमिति। मारी मु 2 दिन हेलाणी किछि भी खाइनी, मते भारी भोक लागुची। तो पाखरे जदि किछि खाइबा अछि मते देइथा। आमे भी 2 दिन हेलाणी किछि खाइनु, सेथि पई आमे चिल्ल मुखियाଙ୍କ पाखକୁ जाइथिलु। से हमको गोटिए सेव दे पठेइतले, तुमे कोन से सेव खाइ परिबो? हाँ हाँ सेई गोटिए सेव रे मो पेट पुरी जिवो, दे मते से सेव दे। बुढ़ी चढ़ईटी से सेव को पूरा खाइदेला। हठात से एक परी रे बदली गला। किए तमे तमे बुढ़ी रे एमिति सुंदरी केमिति बालटी गल? तुमे जे भी हेई थाओ हमको मारनी। तमे माने भय करनी, मु गोटे परी, तमे माने मोर जीवन रक्षा कल, मु काहे कि तम मानको मारिबी? तुमे सतरे जाने परी? मु सुनिथिली परी माने बहुत भल हेई थांती, हेले तुमे पानी रे काहे कि पड़िथिला? मु आउ मोर सांग ए पृथ्वी को बुलिया पे आसीथिलु। हठात एक दुष्ट जादूगरर नजर आम ऊपर पड़ीगला। से आमको धरिया पे आमर पछा गला। मु कौनसी मते ता पाखरु खसी ए जंगल को चली आसिली। सेते बेले जंगल रे वर्षा हेउथिला, चारिआडे पानी भर्ती हेइथिला। मो घर को जीवा समय रे ए पानी रे पड़ी गली। मो डेणा दुईटी पानी रे भिजिवा जगु मो उड़ी पारिलिनी। सेथिपाई तो मु साहाଯ୍य पाइबा आशारे एक बुढ़ी चढ़ईर रूप नेली। ता पर घटना तमे माने तो जान। परी तुमको साहाଯ୍य करी आमे बहुत खुशी। तमे माने मोर जीवन बंचिच, मु खुशी रे तम मानकु किछि उपहार देबाकु चाहूची। कुह तुमको कौन दरकार? तुमे जदि किछि देबाकु चाहूच तेबे पूरा जंगलवासी को दियो। आम परी अनेक गरीब चढ़ई ए जंगल रे अछंती, जो माने खाइबाकु भी पाउ नाहंती, रहिबाकु तांको पाखरे घर भी नाही। ए सेव गछ को नियो, निज घर चालरी लगई देब। ए गछरे अनेक सेव फलिब, समस्तंकु गोटे गोटे सुना सेव बांटी देब। तुम सह अन्य मानकर भी उन्नति हेब। आउ हाँ मु आशीर्वाद करुची, ए जंगल रे जेते वर्षा हेले भी केबे भी बन्या आसीबनी, आउ कहार भी घर भांगीबनी। परी सतरी तुमे बहुत भला। तमे माने भी बहुत भला, निज कथा न भाबी पूरा जंगल कथा चिंता करुच। अच्छा ठीक अछि, मु एबे जाउची। एमिति कही परी सेठारु चली गला। तापरे माँ चढ़ी आउ तार झियो से छोट सेव गछ को धरी घर को फेरिले। से माने कुनी को सब घटना कहले। मु सुना सेव सह खाइबा भी देई परिबी। अरे एका ए गछटी तो कथा कहि पारुची। हाँ मु गोटे जादूर गछ, मु तम मानक सह कथा हेई परिबी। ए किछि खाइबा नियो, खाइबा खाई सारिला परी मते निजे घर चाल रे लगेई दियो। एमिति से सेव गछ अनेक खाइबा देला। कुनी मुनी पेट पूरा खाइबा खाइले। माँ चढ़ी से गछ को नहीं निज घर चाल रे लगेई देला। गछटी संगे संगे बड़ हेला, आउ सेथिरे सुनार सेव फलिला। माँ चढ़ी समस्तंकु गोटे गोटे सुना सेव बांटी देला। एमिति से निज सह अन्य मानकर भी उपकार करि परिला। आरे देख देख आकाश केमिति अंधार हेई गलानी, लागुची एबे ही वर्षा आरंभ हेई जिवो। बा वर्षा हेले तो बहुत मजा हेबो, नदी रे अनेक माछ खेलिबे, आमे सेते बेले माछ धरिबा। सेमानक कथा सरिछि कि नाही, बहुत जोरे वर्षा आरंभ हेई गला। वर्षा देखि सब चढ़ी खुशी हेई गले, आउ समस्ते नदी को जाई माछ धरिले। सेमानक भितरे रीनू आउ मीनू चढ़ी भी थिले। से दुई चढ़ई भौणी थिले, सेमाने भी नदी माछ धरी घर को फेरिले।
ରିନୁ, ଆଜି ଆମେ ଅନେକ ଗୁଡ଼ିଏ ମାଛ ଧରିଛେ। ଏବେ କିଛି ଦିନ ଆମକୁ ଆଉ ଖାଇବା ଖୋଜିବାକୁ ପଡ଼ିବନି। ଆରେ କ'ଣ, ଆମ ଘର ଭିତରେ ତ ପାଣି ପଡ଼ୁଛି। ତୁ ଚିନ୍ତା କରନି ମିନୁ, ଆମେ କାଲି ହିଁ ଘର ମରାମତି କରିବାର ବ୍ୟବସ୍ଥା କରିବା। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ଦୁଇ ଭଉଣୀ ନିଜ ଘରର ଛାତ ଠିକ୍ କରିବା ପାଇଁ ଚିନ୍ତା କଲେ ଆଉ ଜଙ୍ଗଲ ଭିତରକୁ ଯାଇ ଶୁଖିଲା କାଠ ଖୋଜିଲେ। ରିନୁ, ଏବେ ଆମେ କ'ଣ କରିବା? ଏତେ ଖୋଜିଲା ପରେ ବି ଆମେ ଶୁଖିଲା କାଠ ପାଇଲେନି। ଏବେ ଆମେ ଘର ମରାମତି କେମିତି କରିବା? ସେ ଦୁଇ ଜଣ ଏପରି କଥା ହେବା ସମୟରେ ହିଁ ମିଟୁ କିଛି ଶୁଖିଲା କାଠ ଧରି ସେଠାକୁ ଆସିଲା। ଆରେ ରିନୁ ମିନୁ, ତମେ ଦୁଇ ଜଣ ଏଠି କ'ଣ କରୁଛ? ନିଜ ଘର ମରାମତି କରିବନି କି? ମିଟୁ, ଆଜି ଆମେ ଘର ମରାମତି କରିବା ପାଇଁ ଜଙ୍ଗଲରେ ଶୁଖିଲା କାଠ ଖୋଜୁଥିଲୁ, ହେଲେ କୋଉଠି ବି ଭଲ କାଠ ପାଇଲୁନି। ଏଠାରୁ କିଛି ଦୂରରେ କାଉ ଆଉ ତାର ସ୍ତ୍ରୀ ଶୁଖିଲା କାଠ ବିକ୍ରି କରୁଛନ୍ତି। ଏଇ ଦେଖ, ମୁଁ ତାଙ୍କ ପାଖରୁ ଶୁଖିଲା କାଠ କିଣି ଆଣିଛି। ତମେ ମାନେ ବି ଯାଅ, ତାଙ୍କ ପାଖରୁ ଶୁଖିଲା କାଠ ନେଇ ଆସିବ। ଏମିତି ଶୁଣି ମିନୁ ଆଉ ରିନୁ କାଉ ମାନଙ୍କ ପାଖରୁ ଶୁଖିଲା କାଠ କିଣିବା ପାଇଁ ଚାଲିଗଲେ। ସେପଟେ ଆରେ ତମେ ଦେଖିଲ, ମୁଁ କେମିତି ସେ ମିଟୁକୁ ବୋକା ବନେଇ ଆମର ଖରାପ କାଠ ବିକ୍ରି କରିଦେଲି। ହଁ, ଯେତେବେଳେ ବର୍ଷା ହେବ ମିଟୁର ଘର ଭାଙ୍ଗିଯିବ। ସେ ପୁଣି ଥରେ ଆମ ପାଖକୁ କାଠ କିଣିବାକୁ ଆସିବ। ଆମେ ପୁଣି ତାକୁ ଖରାପ କାଠ ବିକ୍ରି କରିଦେବା ଆଉ 2 ଗଣା ଟଙ୍କା ରୋଜଗାର କରିବା। ଆମେ ଶୁଣିଲୁ ତମେ ମାନେ ଶୁଖିଲା କାଠ ବିକ୍ରି କରୁଛ। ଆମେ ବି ତୁମ ପାଖରୁ ଶୁଖିଲା କାଠ କିଣିବାକୁ ଆସିଛୁ। ସେମାନଙ୍କ କଥା ଶୁଣି ଦୁଇ କାଉ ଖୁବ୍ ଖୁସି ହେଇଗଲେ ଆଉ ତାଙ୍କୁ ବି ଖରାପ ଶୁଖିଲା କାଠ ବିକ୍ରି କଲେ। କାଠ ନେଇ ଦୁଇ ଭଉଣୀ ଘରକୁ ଫେରିଲେ ଆଉ ନିଜ ଘରକୁ ମରାମତି କଲେ। ମିଟୁ ବି ନିଜ ଘରକୁ ମରାମତି କରି ନେଇଥିଲା। ଏମିତି 2 ଦିନ ବିତିଗଲା। ଦିନେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ଆରେ ଦେଖ ଦେଖ, ବର୍ଷା ଆରମ୍ଭ ହେଇଗଲାଣି। ଯୋଉ ଚଢ଼େଇମାନେ ଆମଠୁ ଶୁଖିଲା କାଠ କିଣିଥିଲେ, ଏବେ ତାଙ୍କ ଘର ଭାଙ୍ଗିଯିବ। କାଉ ସ୍ତ୍ରୀର କଥା ସରିଛି କି ନାହିଁ, ମିଟୁର ଘର ଭାଙ୍ଗି ତଳେ ପଡ଼ିଗଲା। ଶୁଣିଲୁ, ଏ ଶବ୍ଦ ନିଶ୍ଚୟ କାହାର ଘର ଭାଙ୍ଗିବାର। ହଁ ହଁ, ମୁଁ ଶୁଣିପାରିଲି। ଏବେ ସେମାନେ ପୁଣି ଆମ ପାଖରୁ ଆସି କାଠ କିଣିବେ। ଯାହା ହଉ, ଏ ବର୍ଷାରେ ସବୁ ଖରାପ କାଠ ବିକ୍ରି ହେଇଯିବ। ଏବେ ତ ମୁଁ ଆମ କାଠର ଦାମ ଆହୁରି ବଢ଼େଇଦେବି। ଦୁଷ୍ଟ କାଉମାନେ ମୋତେ ଖରାପ କାଠ ବିକ୍ରି କରିଥିଲେ, ତାଙ୍କ ପାଇଁ ମୋ ଘର ଭାଙ୍ଗିଗଲା। ଏବେ ମୁଁ କୋଉଠି ଆଶ୍ରୟ ନେବି? ଏମିତି ଚିନ୍ତା କରି ମିଟୁ ଆଶ୍ରୟ ପାଇଁ ଚଢ଼େଇଙ୍କ ଘରକୁ ଗଲା। ହେଲେ ସେ ଦେଖିଲା ରିନୁ ଆଉ ମିନୁ ବି ନିଜ ଭଙ୍ଗା ଘର ଉପରେ ବସି କାନ୍ଦୁଛନ୍ତି। ଏ ବର୍ଷାରେ ଆମ ସମସ୍ତଙ୍କ ଘର ଭାଙ୍ଗିଗଲା। ଏବେ ଆମେ କ'ଣ କରିବା? କୋଉଠି ଯାଇ ଆଶ୍ରୟ ନେବା? ସେ ଦୁଷ୍ଟ କାଉମାନେ ଆମକୁ ଖରାପ କାଠ ବିକ୍ରି କରିବା ଯୋଗୁଁ ଆମ ଘର ଭାଙ୍ଗିଗଲା। ସେମାନଙ୍କ ଘରକୁ ଦେଖ, ତାଙ୍କ ଘର ପୁରାପୁରି ଠିକ୍ ଅଛି। ଚାଲ ଆମେ ତାଙ୍କ ଘରକୁ ଯିବା ଆଉ ତାଙ୍କ ଘରେ ହିଁ ଆଶ୍ରୟ ନେବା। ତାପରେ ସେ 3 ଜଣ କାଉମାନଙ୍କ ଘରକୁ ଗଲେ ଆଉ ତାଙ୍କ ଘରର କବାଟ ବାଡ଼ିଲେ। ଆରେ ସେ 2 ଚଢ଼େଇ ଆଉ ମିଟୁ ଆମ ଘରକୁ ଆସିଛନ୍ତି। ଲାଗୁଛି ଏମାନଙ୍କର ଘର ଭାଙ୍ଗି ଯାଇଛି। ଚାଲ ଚାଲ ବାହାରକୁ ଯିବା। ଏମାନେ ବୋଧେ ପୁଣି କାଠ କିଣିବାକୁ ଆସିଛନ୍ତି। କ'ଣ ହେଲା, ତମେ ମାନେ ଏଇ ସମୟରେ ଆମ ଘରକୁ ଆସିଲ? ତମ 2 ଜଣଙ୍କ ପାଇଁ ଆମେ ଏତେ ହଇରାଣ ହେଉଛୁ। ତମେ ମାନେ ଆମକୁ ଖରାପ କାଠ ବିକ୍ରି କରିଥିଲ, ସେଥିପାଇଁ ବର୍ଷାରେ ଆମ ଘର ଭାଙ୍ଗିଗଲା। ଆଚ୍ଛା, ତ ଆଉ ଥରେ କାଠ ନେଇଯାଅ, ନିଜ ଘର ମରାମତି କରିନେବ। ନା ନା, ଆମେ ଆଉ ତମମାନଙ୍କଠୁ କାଠ ନେବୁନି। ବର୍ଷା ଛାଡ଼ିବା ଯାଏ ଆମକୁ ତୁମ ଘରେ ରହିବାକୁ ଦିଅ। ବର୍ଷା ଛାଡ଼ିଗଲେ ଆମେ ଜଙ୍ଗଲ ଭିତରୁ ମଜବୁତ କାଠ ଆଣି ଘର ତିଆରି କରିବୁ। ଆରେ ଶୁଣ ଶୁଣ, ଏମାନେ କ'ଣ କହୁଛନ୍ତି? ଏମାନେ ଆମ ଘରେ ରହିବେ। ତମମାନଙ୍କୁ ଆମ ଘର ଦେଇ ଆମେ କ'ଣ ଗଛ ଡାଳରେ ଯାଇ ରହିବୁ? ଆମ ଘରେ ଏତେ ଜାଗା ନାହିଁ। ଯାଅ ଯାଅ, ଆଉ କୋଉଠିକି ଯାଅ। ତମେ 2 ଜଣ ବହୁତ ବଡ଼ ସ୍ୱାର୍ଥପର। ତମମାନଙ୍କ ପାଇଁ ଆଜି ଆମେ ଏ ଅସୁବିଧାରେ ପଡ଼ିଲୁ, ହେଲେ ତମେମାନେ ଆମକୁ ସାହାଯ୍ୟ କରୁନ। ଯାଅ ଯାଅ, ଆମକୁ ଆଉ ଭାଷଣ ଶୁଣାଅନି। ଚାଲ ରିନୁ, ଆମେ ଏଠୁ ଚାଲିଯିବା। ଏମାନଙ୍କୁ କହି କିଛି ଲାଭ ନାହିଁ। ତମେ 2 କାଉ ମନେ ରଖ, ଯିଏ ଅନ୍ୟର କ୍ଷତି ଚାହେଁ ତାର ନିଜର ହିଁ କ୍ଷତି ହୁଏ। ତାପରେ ମିଟୁ, ରିନୁ ଆଉ ମିନୁ ସେଠାରୁ ଚାଲିଗଲେ। ସେମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ଆଶ୍ରୟ ଖୋଜୁଥିଲେ। ସେତେବେଳେ ସେମାନେ ଏକ ଘର ଦେଖିଲେ ଆଉ ସେ ଘର ପାଖକୁ ଗଲେ। ଭିତରେ କିଏ ଅଛନ୍ତି? ବାହାରକୁ ଆସନ୍ତୁ। ଲାଗୁଛି ଘରେ କେହି ରହୁନଥିବେ। ଦେଖ, ଘର କବାଟ ଖୋଲା ଅଛି। ଚାଲ ଚାଲ ଭିତରକୁ ଯିବା। ବର୍ଷା ଛାଡ଼ିବା ଯାଏଁ ଆମେ ଘରେ ରହିଯିବା। ଏମିତି କଥା ହେଇ ସେ 3 ଜଣ ଘର ଭିତରକୁ ଗଲେ। ଭିତରେ ଏକ ବୁଢ଼ୀ ଶିଆଳ ରହୁଥିଲା। ତାକୁ ଦେଖି ତ ସବୁ ଚଢ଼େଇ ଖୁବ୍ ଡରିଗଲେ। ନା ନା, ଭୟ କରନି, ମୁଁ କାହାର ବି କ୍ଷତି କରିବିନି। ମୁଁ ତ ଗୋଟେ ବୁଢ଼ୀ ଶିଆଳ,
ମୁଁ ତମମାନଙ୍କର କେମିତି କ୍ଷତି କରିବି? ମୁଁ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରେ। ସେଥିପାଇଁ ମୋ ଘର କବାଟ ଖୋଲା ରଖିଥାଏ। ଯିଏ ବି ମୋ ଘରକୁ ଆସନ୍ତି ମୁଁ ତାଙ୍କୁ ସାହାଯ୍ୟ କରେ। ତମେମାନେ ମୋ ଘରେ ଆଶ୍ରୟ ନେଇପାରିବ। ରିନୁ, ଏ ଶିଆଳକୁ ଦେଖି ମୋତେ ଭାରି ଡର ଲାଗୁଛି। ଆମେ ଏଠି ରହିବାନି, ଚାଲ ଏଠୁ ପଳେଇବା। ଆରେ ଚଢ଼େଇ, ତୁ ମୋତେ ଦେଖି ଡରୁଛୁ କ'ଣ ପାଇଁ? ମୋର ତ ବୟସ ହେଲାଣି। ମୁଁ ତମମାନଙ୍କର କିଛି କ୍ଷତି କରିବିନି। ତମେମାନେ ଯେତେ ଦିନ ଚାହିଁବ ଏ ଘରେ ରହିପାରିବ। ଆରେ ମିନୁ, ତୁ ଶିଆଳ ମାଉସୀଙ୍କୁ ଡରନି। ସେ ଆମର କିଛି କ୍ଷତି କରିବେନି। ଆମେ ଆଜି ରାତି ଏଠି ରହିଯିବା, ସକାଳେ ଏଠୁ ଚାଲିଯିବା। ଏମିତି କଥା ହେଇ ସେମାନେ ସେଇ ରାତି ସେଠି ରହିଗଲେ। ରିନୁ ଆଉ ମିଟୁ ବହୁତ ଥକି ଯାଇଥିଲେ। ସେମାନେ ଶୀଘ୍ର ହିଁ ଶୋଇପଡ଼ିଲେ। ହେଲେ ମିନୁ ଭୟରେ ଶୋଇପାରିଲାନି। ହଠାତ୍ ସେ ଶୁଣିଲା, ଲାଗୁଛି ଏମାନେ ଶୋଇପଡ଼ିଲେଣି। ଯାଏ ଏବେ ମୋ ଜାଲ ନେଇ ଆସି 3 ଜଣକୁ ଏକା ସାଙ୍ଗରେ ଧରି ମାରିଦେବି। ତାପରେ ଏମାନଙ୍କ ମାଂସ ଫ୍ରିଜରେ ରଖି ଅଳ୍ପ ଅଳ୍ପ କରି ଖାଇବି। ଏମିତି କହି ସେ ବୁଢ଼ୀ ଶିଆଳ ନିଜ ରୋଷେଇ ଘରକୁ ଗଲା। ସେ ଏକ ଜାଲ ଆଉ ଏକ ଛୁରୀ ବାହାର କଲା। ସେ ଛୁରୀକୁ ଧାର କରିବା ସମୟରେ ମିନୁ ତାର ପଛେ ପଛେ ସେଠାକୁ ଆସିଲା। ବାବା, ଆଜି ଦିନଟା ମୋ ପାଇଁ କେତେ ଭଲ। ମୁଁ ବୁଢ଼ୀ ହେବାରୁ ଆଉ ଶିକାର କରିବାକୁ ଯାଇପାରୁନଥିଲି। ଏତେ ଦିନ ପରେ ମୋତେ ଅନେକ ଚଢ଼େଇ ଏକା ସାଙ୍ଗରେ ଖାଇବାକୁ ମିଳିଗଲା। ଏବେ ଆଉ କିଛି ଦିନ ମୋତେ ଖାଇବା ଖୋଜିବାକୁ ପଡ଼ିବନି। ରିନୁ, ମିଟୁ, ଶୀଘ୍ର ଉଠ, ନହେଲେ ସେ ଶିଆଳ ଆମକୁ ଖାଇଦେବ। ମିନୁର ପାଟି ଶୁଣି ରିନୁ ଆଉ ମିଟୁ ଉଠି ପଡ଼ିଲେ। ସେମାନେ ବି ଶିଆଳର କଥା ଶୁଣିଲେ। ଆମକୁ ମାରିବା ପାଇଁ ସେ ବୁଢ଼ୀ ଶିଆଳ ଏକ ଛୁରୀ ଧାର କରୁଛି। ଚାଲ ଶୀଘ୍ର ଏଠୁ ପଳେଇବା। ଏମିତି ସେ 3 ଜଣ ଶୀଘ୍ର ଶିଆଳ ଘରୁ ବାହାରି ଆସିଲେ। ଯେତେବେଳେ ଶିଆଳ ବାହାରକୁ ଆସିଲା, ସେ କାହାକୁ ବି ଦେଖିବାକୁ ପାଇଲାନି। ଆରେ ଏ କ'ଣ? ସେ ଚଢ଼େଇମାନେ ଏଠୁ ଚାଲିଗଲେ। ଏତେ ପାଖରେ ପାଇବି ମୁଁ ଚଢ଼େଇମାନଙ୍କୁ ମାରିପାରିଲିନି। ଏମିତି କହି ବୁଢ଼ୀ ଶିଆଳ ମନ ଦୁଃଖ କଲା। ସେପଟେ ରିନୁ, ମିନୁ ଆଉ ମିଟୁ ବହୁତ ଜୋର ଜୋରରେ ଉଡ଼ୁଥିଲେ। ହଠାତ୍ ରାସ୍ତାରେ ସେମାନେ ଏକ କଖାରୁ ଘର ଦେଖିଲେ। ସେ ଘର ପୁରାପୁରି ଖାଲି ଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ସେ ଘରେ 3 ଜଣ ଆଶ୍ରୟ ନେଲେ। ସେପଟେ ବର୍ଷାରେ କାଉମାନଙ୍କ ଘର ବି ଭାଙ୍ଗିଗଲା। କାଉ ସ୍ତ୍ରୀର ଲାଞ୍ଜ ଘର ତଳେ ଚାପି ହେଇଗଲା। ଆରେ କିଛି କର, ମୋତେ ଏଠୁ ବାହାର କର, ନହେଲେ ମୋ ଲାଞ୍ଜ ଛିଡ଼ିଯିବ। ଏ ଜଙ୍ଗଲରେ ଆଉ କେହି ବି ନାହାନ୍ତି। ବର୍ଷାରୁ ରକ୍ଷା ପାଇବା ପାଇଁ ସମସ୍ତେ ସୁରକ୍ଷିତ ଜାଗାକୁ ଚାଲି ଯାଇଛନ୍ତି। ଆମକୁ କିଏ ସାହାଯ୍ୟ କରିବ? ତତେ ବାହାର କରିବାକୁ ହେଲେ ଏବେ ତ ଲାଞ୍ଜକୁ କାଟିବାକୁ ହିଁ ପଡ଼ିବ। ଏମିତି ସେ 2 କାଉଙ୍କୁ ତାଙ୍କ ଭୁଲର ଶାସ୍ତି ମିଳିଗଲା। ସେପଟେ ବର୍ଷା ଛାଡ଼ିଲା ପରେ ରିନୁ, ମିନୁ ଆଉ ମିଟୁ ଜଙ୍ଗଲ ଭିତରୁ ମଜବୁତ କାଠ ଆଣି ଘର ତିଆରି କରି ରହିଲେ।